कृपा सिन्धुभैव च पतितानां पावनेभ्यो वैष्णवेभ्यो नमो नमः। जय श्रीकृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्तवृंद। हरे कृष्ण 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 हरे हरे, हरे राम 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 हरे हरे। मुखं करोति वाचालं पंगुलं हयते यत्कृपा तमहं वन्दे परमानन्दमाधवं श्रीगुरुदिनतारिणं श्रीचैतन्य ईश्वरं। नमः ॐ विष्णुपादाय कृष्णपृष्ठाय भूतले श्रीमते जयपताका स्वामिनेति नामिने। तो भगवद गीता नवम अध्याय भगवान श्रीकृष्ण राजविद्या कथा वर्णना करछन्ति। आमने श्रवण कले किभलिया भगवान कहउछन्ति, जदि केही सुदुराचारी हेले भी मोर भक्ति करिव ताहेले कौन हब, मो सेबारे रहिब, ताहेले मु ताकु शीघ्र ताकु पुनश्च उम, धर्मात्मा करदेबी। ସେଥିରେ କ୍ଷିପ୍ରମ୍ ଭବତି ଷଚ୍ଛଚତି ଶାଶ୍ୱତ ଶାଶ୍ୱତ ଶାନ୍ତି। ସେ ଶାଶ୍ୱତ ଶାନ୍ତି ପାଇବ। ମୁଁ ଏଟା ଘୋଷଣା କରୁଛି, କୌନ୍ତେୟ ପ୍ରତିଜାନିହି, ଏଟା ଜାଣି ରଖ ଯେ ମୋର ଭକ୍ତ କେବେ ହେଲେ ତାର ପ୍रणଶ୍ୟତି ବିନାଶ ହୁଏ ନାହିଁ, ଧ୍ୱଂସ ହୁଏ ନାହିଁ। ତ ଆମେ ଆଜି 32 ନମ୍ବର ଶ୍ଲୋକ ପଢ଼ିବା। ବଚନ ପଢ଼ି କାଲି ପଢ଼ିଥିଲେ ମନେ है। ମାମ୍ ହି ପାର୍ଥ ବ୍ୟପାଶ୍ରିତ୍ୟ ଯେପିଷୁ ପାପଜନୟ ସ୍ତ୍ରିୟ ବୈଶ୍ୟ ତଥା ଶୂଦ୍ରସ୍ତେପି ଯାନ୍ତି ପରମ ଗତି। ଯେ କି ଭାବରେ ହଁ, ଯେଉଁମାନେ ନିତ୍ୟ ଜୀବନରେ ଜନ୍ମ ଲାଭ କରିଛନ୍ତି ସେମାନେ ବି ଭକ୍ତି କରିବାର ଅଧିକାର ଅଛି। ତ ସେମାନେ ଯଦି ଭକ୍ତି କରିପାରିବେ ତାହେଲେ କିଂ ପୁନର୍ବ୍ରାହ୍ମଣ ପୁଣ୍ୟ ଭକ୍ତ ରାଜସ୍ୱ ତଥା, ତାହେଲେ ବ୍ରାହ୍ମଣ ମାନେ ପୁଣ୍ୟ କର୍ମ ଯୋଜନା କରୁଛନ୍ତି, ଭକ୍ତମାନେ ରାଜସ୍ୱ, ତାଙ୍କ କଥା ଆଉ କଣ କହିବା। ସେମାନେ ତ ଅବଶ୍ୟ ଲାଭବାନ ହେବେ। ସେଥିପାଇଁ କି ଅନିତ୍ୟମ୍ ଅସୁଖମ୍ ଲୋକମ୍ ଇମମ୍ ପ୍ରାପ୍ୟ, ଯେ ଅନିତ୍ୟ ଅସୁଖ ଦୁଃଖପୂର୍ଣ୍ଣ ଏଇ ଜଗତରେ ଆମେ ଆସିଛେ, ସେଥିପାଇଁ କି ଏଠାରେ କଣ କରିବାକୁ ପଡ଼ିବ ନା ଭଜସ୍ୱ ମାଂ, ମୋର ଭଜନା କର, ଭଗବାନ କୃଷ୍ଣଙ୍କର ଭଜନା କର। ଏଇ ଭୌତିକ ଦୁନିଆରେ ଲୋକମାନଙ୍କର ମଧ୍ୟରେ ଶ୍ରେଣୀ ବିଭାଗ ରହିଛି, କିନ୍ତୁ ଏ ଦୁନିଆ କାହାର ପ୍ରତି ସୁଖକର ସ୍ଥାନ ନୁହଁ। କିଏ ଧନୀ, କିଏ ଗରିବ, କେହି ମୂର୍ଖ, କିଏ ପଣ୍ଡିତ, କିଏ ବ୍ରାହ୍ମଣ, କିଏ ଶୂଦ୍ର, କିଏ ଚାଣ୍ଡାଳ, ଯିଏ ଯାହା ହଉ ନା କାହିଁକି, କାହା ପାଇଁ ଯେତେ ସୁସ୍ଥକର ନୁହଁ, ସୁଖକର ନୁହଁ। କାହିଁକି ନା ସମସ୍ତଙ୍କୁ ତ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଭୋଗିବାକୁ ପଡ଼ିବ। ସେଥିରେ ଉଚ୍ଚ ନିଚ କିଛି ବିଚାର ନାହିଁ, ଧନୀ ଗରିବ ମୂର୍ଖ ପଣ୍ଡିତର ବିଚାର ନାହିଁ, ବ୍ରାହ୍ମଣ ଚାଣ୍ଡାଳ ବିଚାର ନାହିଁ। ଏଇ ଦୁଃଖଟା ସମସ୍ତ ପାଇଁ ରେଡି ରହିଛି। ଜନ୍ମ ମୃତ୍ୟୁ ଜରା ବ୍ୟାଧି ଆବ୍ରହ୍ମ ସ୍ତମ୍ଭ ପର୍ଯ୍ୟନ୍ତ ସର୍ବଜଗତ ମାୟାମୟ। ଗୋଟେ ଘାସଠୁ ଆରମ୍ଭ କରିକି ବ୍ରହ୍ମା ପର୍ଯ୍ୟନ୍ତ ସମସ୍ତଙ୍କୁ ଏହାର ସମ୍ମୁଖୀନ ହେବାକୁ ପଡ଼ିବ। ତ ଏଠାରେ ପରିଷ୍କାର କୁହାଯାଇଛି ଯେ ଅନିତ୍ୟମ୍ ଅସୁଖମ୍ ଲୋକମ୍, ଅର୍ଥାତ୍ ଏଇ ଦୁନିଆ ହେଉଛି ଅସ୍ଥାୟୀ ଏବଂ ଦୁଃଖପୂର୍ଣ୍ଣ। ଦୁଃଖାଲମ୍ ଅଶ୍ୱଶତମ୍। ଆଉ ଗୋଟେ ଅନ୍ୟ ଜାଗାରେ ଭଗବାନ କୃଷ୍ଣ କହିଛନ୍ତି ଦୁଃଖାଲମ୍ ଅଶ୍ୱଶତମ୍, ଆଉ ଏଠି କହୁଛନ୍ତି ଅନିତ୍ୟମ୍ ଅସୁଖମ୍ ଲୋକମ୍। ଠିକ ଅଛି, ଏହା କୌଣସି ସୁସ୍ଥ ମନୋବିଶିଷ୍ଟ ଭଦ୍ରଲୋକ ପକ୍ଷରେ ଉପଯୁକ୍ତ ବାସସ୍ଥାନ ନୁହଁ। ଏଟା ଭଦ୍ରଲୋକ, ଜଡ଼ ଜଗତଟା ଭଦ୍ରଲୋକଙ୍କର ଜାଗା ନୁହଁ, ଅବশ্যଇ ଭଦ୍ରଲୋକଙ୍କ ଜାଗା ନୁହଁ। କାହିଁକିନା ଜଡ଼ ଜଗତ ହচ্ছে ସଂସାର କାରାଗାର। କାରାଗାର ଭିତରେ କି ଭଦ୍ରଲୋକ ଯାଆନ୍ତି? ଚୋର ବଦମାସ ବିଦ୍ରୋହୀ, ଆମେ ସବୁ ଚୋର ବଦମାସ ବିଦ୍ରୋହୀ। ହଁ, ସେଥିପାଇଁ କି ଆମକୁ ଭୌତିକ ଜଗତକୁ ଆସିବାକୁ ପଡୁଛି। ସେଥିପାଇଁ ପ୍ରଭୁପାଦ କହୁଛନ୍ତି
ଏଠି ଭଦ୍ରଲୋକ ରହିବାର ଜାଗା ନୁହଁ। କୌଣସି ମତେ ଆମେ ଆସିଯାଇଛେ। ମ୍ୟୁଟ୍ କର। ଆଉ କିଭାବେ ଶୀଘ୍ର ଆମ କାମଧନ୍ଦା ଶେଷ କରିକି ଭଗବତ ଧାମ ଫେରିଯିବା। ତ ଭଗବାନ କହୁଛନ୍ତି ଏ ଦୁନିଆ ଅସ୍ଥାୟୀ ଏବଂ ଦୁଃଖପୂର୍ଣ୍ଣ। କେତେକ ଦାର୍ଶନିକ ବିଶେଷତଃ କେତେକ କ୍ଷୁଦ୍ର ଦାର୍ଶନିକ କହନ୍ତି ଯେ ଏଇ ଜଗତ ମିଥ୍ୟା। କିନ୍ତୁ ଆମେ ଭଗବତ ଗୀତାରୁ ବୁଝିପାରିବା ଯେ ଏଇ ଜଗତ ମିଥ୍ୟା ନୁହଁ, ଏଟା ହଉଛି ଅସ୍ଥାୟୀ। ଅସ୍ଥାୟୀ ମିଥ୍ୟା ମଧ୍ୟରେ ପାର୍ଥକ୍ୟ ଅଛି। ଏଇ ଜଗତ ଅସ୍ଥାୟୀ, କିନ୍ତୁ ଆଉ ଗୋଟେ ଜଗତ ଅଛି ଯାହାକି ସନାତନ। ଏଇ ଜଗତ ଦୁଃଖପୂର୍ଣ୍ଣ, ଆଉ ଗୋଟେ ହେଉଛି ଆନନ୍ଦପୂର୍ଣ୍ଣ। ହୁଁ। ଯେମିତିକା ଦେବାଦେବୀ ପୂଜା। ଅନେକ ଅନେକ କହନ୍ତି ଓ ଇସ୍କନ ଦେବାଦେବୀକୁ ମାନନ୍ତିନି। ଇସ୍କନ ଦେବାଦେବୀଙ୍କୁ ମାନନ୍ତିନି ତା ନୁହଁ, ଆମେ ଦେବାଦେବୀଙ୍କୁ ମାନୁ ସମ୍ମାନ କରୁ, କିନ୍ତୁ ଦେବାଦେବୀଙ୍କୁ ଭଗବାନ ସାଙ୍ଗେ ସମାନ ବୋଲି ମନେ କରୁନୁ। ଠିକ୍ ସେଇଭଳିଆ ଏଇ ଜଗତଟା ଅସ୍ତିତ୍ୱ ଅଛି, କିନ୍ତୁ ଅସ୍ଥାୟୀ ଅର୍ଥାତ୍ ପରିବର୍ତ୍ତନଶୀଳ। ଏଟା ମିଥ୍ୟା ନୁହଁ, ଏ ଜଗତ ନାହିଁ ତା ନୁହଁ। ଜଗତଟା ଅଛି କିନ୍ତୁ ଅସ୍ଥାୟୀ। ପ୍ରକାଶିତ ହଉଛି ଅପ୍ରକାଶିତ ହଉଛି, ପ୍ରକାଶିତ ହଉଛି ଅପ୍ରକାଶିତ ହଉଛି। ସ୍ଥୂଳ ରୂପ ଧାରଣ କରୁଛି, ସୂକ୍ଷ୍ମ ରୂପ ଧାରଣ କରୁଛି। କ୍ଷିତିପ୍ତ ମର୍ତ୍ତିବ୍ୟମ ରହିଛି। ସେ ସଂଯୋଗ ହେଇକି ବଡ଼ ବଡ଼ ବିଲ୍ଡିଂ ହଉଛି, ପୁଣି ବଡ଼ ବଡ଼ ବିଲ୍ଡିଂ ଭାଙ୍ଗି ଯାଉଛି। ତ ଏଇ ଭାବରେ ଦେଖିବାକୁ ଗଲେ ଏହାର ସ୍ଥାୟିତ୍ୱ ନାହିଁ। କିନ୍ତୁ ଆଉ ଗୋଟେ ଜଗତ ଅଛି ସେଟା ସ୍ଥାୟୀ, ସେଠି କିଛି ପରିବର୍ତ୍ତନ ହୁଏନି। ଏଇ ଜଗତ ସତ୍ୟ, ସେଟା ବି ସତ୍ୟ, କିନ୍ତୁ ଏଇଟାର ପରିବର୍ତ୍ତନ ହଉଛି, ସେଟା ପରିବର୍ତ୍ତନ ନାହିଁ। ଶାଶ୍ୱତ ନିତ୍ୟ ସନାତନ। ଏଠି ଦୁଃଖ ଅଛି, ସେଠି ଆନନ୍ଦ ଅଛି। ଅର୍ଜୁନଙ୍କର ଏକ ରାଜର୍ଷି ପରିବାର ଜନ୍ମ। ତାଙ୍କୁ ମଧ୍ୟ ଭଗବାନ କହୁଛନ୍ତି ମୋର ଭକ୍ତି ଯୋଗ ମାର୍ଗ ଗ୍ରହଣ କର ଏବଂ ଶୀଘ୍ର ଭଗବତ ଧାମକୁ ଫେରିଆସ। ଏ ଅସ୍ଥାୟୀ ଜଗତ ଏବଂ ଦୁଃଖପୂର୍ଣ୍ଣ, କେହି ଏଠାରେ ରହିବା ଉଚିତ ନୁହଁ। ପ୍ରତ୍ୟେକ ପରମ ପୁରୁଷ ଭଗବାନଙ୍କ ଠାରେ ଯୁକ୍ତ ହେବା ଉଚିତ। ତାହେଲେ ସେ ଚିରନ୍ତନ ଭାବରେ ସୁଖୀ ହୋଇପାରିବ। ହୁଁ। ଭଗବାନ ନିତ୍ୟ ଶାଶ୍ୱତ ଆନନ୍ଦମୟ, ଜ୍ଞାନମୟ। ଭଗବାନଙ୍କ ସହିତ ଯୁକ୍ତ ହେଲେ ଜୀବ ବି ସେଇ ସଚ୍ଚିଦାନନ୍ଦ ଭାବ ତା ପ୍ରକାଶିତ ହବ। ଭଗବାନ ସାଙ୍ଗରେ ବିଯୁକ୍ତ ହେଇକି ତାଙ୍କର ଏଇ ଭୌତିକ ମାୟା ଶକ୍ତି ସାଙ୍ଗରେ ଯୁକ୍ତ ହେଲେ ସେ ଅନିତ୍ୟ ଆର ଅସୁଖ ଅବସ୍ଥାରେ ରହିବ। ନିତ୍ୟ ଆନନ୍ଦ ରହିବନି। ତ ଭଗବାନଙ୍କର ଭକ୍ତି ଯୋଗ ମାର୍ଗ ହିଁ ଏକମାତ୍ର ମାର୍ଗ, ଯାହାକୁ ଅନୁସରଣ କଲେ ପ୍ରତ୍ୟେକ ଶ୍ରେଣୀର ଲୋକଙ୍କର ସମସ୍ତ ପ୍ରକାର ସମସ୍ୟାର ସମାଧାନ ହେବ। ଭକ୍ତି ଏକମାତ୍ର ପ୍ରତ୍ୟେକ ଶ୍ରେଣୀର ଲୋକ ଗ୍ରହଣ କରିପାରିବେ। ଭକ୍ତି ଯେକୌଣସି ଲୋକ ଯେକୌଣସି ସମୟରେ ଯେକୌଣସି ସ୍ଥାନରେ କରିପାରିବ। ଭକ୍ତିର ପାଇଁ କୌଣସି ଅଧିକାର ଦରକାର ନାହିଁ। କର୍ମକାଣ୍ଡ କରିବାକୁ ଅଧିକାର ଦରକାର। ହିନ୍ଦୁମାନେ କରିପାରିବେ, ମୁସଲମାନ ଖ୍ରୀଷ୍ଟିଆନ ମାନେ କର୍ମକାଣ୍ଡ କରିପାରିବେନି। କର୍ମକାଣ୍ଡ ଅନୁଷ୍ଠାନ କରିବା ପାଇଁ ହେଲେ ବ୍ରାହ୍ମଣ ଦରକାର, ସମସ୍ତେ କରିପାରିବେନି। ଯୋଗ୍ୟତା ଦରକାର, ଅଧିକାର ଦରକାର। ଜ୍ଞାନ, ଜ୍ଞାନ ମାର୍ଗ ଅନୁସରଣ କରିବାକୁ ହେଲେ ପ୍ରଥମେ ନିଷ୍କାମ କର୍ମ କରିକି କରିବାକୁ ପଡ଼ିବ। ତାପରେ ଜ୍ଞାନ ମାର୍ଗରେ ପ୍ରବେଶ କରିପାରିବ। ବ୍ରାହ୍ମଣ ଘରେ ଜନ୍ମ ହେବାକୁ ପଡ଼ିବ, ସନ୍ନ୍ୟାସ ନେବାକୁ ପଡ଼ିବ, ତାପରେ ତମର ଅଧିକାର ଅଛି ଜ୍ଞାନ ମାର୍ଗରେ। ଧ୍ୟାନ ମାର୍ଗରେ ସେଇଭଳିଆ ବି ଯମ ନିୟମ ଆସନ ପ୍ରାଣାୟାମ ସେସବୁ କରିକି ଧ୍ୟାନ ମାର୍ଗ କରିପାରିବ। କିନ୍ତୁ ଭଗବତ ଭକ୍ତି ଯେକୌଣସି ଲୋକ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଏଇଟା କରିପାରିବ। ଏଇ ଗୋଟିଏ କଥା ହେଲା। ଆଉ ଗୋଟେ କଥା ହଉଛି କର୍ମ ଜ୍ଞାନ ଧ୍ୟାନରେ ଯାହା ମିଳିବ ଭକ୍ତିରେ ତାଠୁ ଆହୁରି ଉନ୍ନତ ଜିନିଷ ମିଳିବ। ଏ ଦୁଇଟା ବିଷୟ। ଗୋଟେ ହେଉଛି ଭକ୍ତିର ସମସ୍ତଙ୍କ ଅଧିକାର ଅଛି, ଆଉ ଦ୍ୱିତୀୟଟି ହେଉଛି ଭକ୍ତିରେ ସବୁଠୁ ଶ୍ରେଷ୍ଠ ଜିନିଷ ମିଳିବ। କର୍ମକାଣ୍ଡରେ ସ୍ୱର୍ଗ ମିଳିବ, ଜ୍ଞାନରେ ନିରାକାର ବ୍ରହ୍ମ ମିଳିବ, ଧ୍ୟାନରେ ପରମାତ୍ମା ମିଳିବ, କିନ୍ତୁ ଭକ୍ତିରେ
ଭଗବତ ଧାମ, ହଁ, ଭଗବାନଙ୍କୁ ପାଇପାରିବ। ସେଥିପାଇଁ କି ଭଗବାନ କହିଲେ ଉପସଂହାରରେ, ମନ୍ମନା ଭବ ମଦ୍ଭକ୍ତ ମଦ୍ଯାଜି ମାଂ ନମସ୍କୁରୁ ମାମେବସ୍ୟସି ଯୁକ୍ତୈବମ୍ ଯୁକ୍ତ ମାମେବ असि ଯୁକ୍ତ ଯୁକ୍ତେବମ୍ ଯୁକ୍ତେବମ୍ आत्मानम् आत्मत्परायणः मन्मना भव मद्भक्त मद्याजमां नमस्कुरु मामेव शशि युक्तैव आत्मानं मत्परायण। मन्मना मान मत मना, कृष्ण कृष्ण। ସବୁବେଳେ ମୋର ସ୍ମରଣ କର। ଭବ ହୁଅ, କଣ ହୁଅ? ମଦ ଭକ୍ତ, ମୋର ଭକ୍ତ ହୁଅ। ହୁଁ, ମୋ ଭକ୍ତ ହୁଅ, ଭକ୍ତି ଭାବରେ ମୋର ସ୍ମରଣ କର। ଅସୁରଙ୍କ ଭଳିଆ ସ୍ମରଣ କଲେ ହବନି। ମଦ ଭକ୍ତ, ମୋର ଭକ୍ତ ହୁଅ। କେମିତିକା ଆପଣଙ୍କ ଭକ୍ତ ହବ? ନା ମତେ ଯାଛି, ମତେ ଯିଏ ପୂଜା କରିବ ମୋର ଭକ୍ତ ହବ। କାଳୀ କି ପୂଜା କଲେ କାଳୀ ଭକ୍ତ ହବ, ଶିବକୁ ପୂଜା କଲେ ଶିବ ଭକ୍ତ ହବ, ଗଣେଶ ପୂଜା ଗଣେଶ ଭକ୍ତ ହବ, ମୋର ପୂଜା କଲେ ମୋର ଭକ୍ତ ହବ। ଯାହାକୁ ତାକୁ ପୂଜା କରି ମୋର ଭକ୍ତ ତା ନୁହଁ। ତାହେଲେ କେମିତି ଆପଣଙ୍କ ଭକ୍ତ ହେବି? ମତ ଯାଜି ମୋର ପୂଜା କର। କେମିତିକା ପୂଜା କରିବି? ନା ମାଙ୍ଗ ନମସ୍କାର, ମତେ ନମସ୍କାର କର। ମାଙ୍ଗ ମତେ ନମସ୍କାର ମାନେ ନମସ୍କାର କର। ତାହେଲେ ମାମେବ ଏସ୍ୟସି, ତାର ସମ୍ପୂର୍ଣ୍ଣ ରୂପେ ସେ ମୋ ଠାକୁ ଆସିବ। ମାମେବ ଏସ୍ୟସି ଆସିବ। ଯୁକ୍ତ ଏବଂ ଯୁକ୍ତୈତ୍ୱମ୍ ଯୁକ୍ତୈତୁ ଏବଂ ଏଇ ପ୍ରକାର ଯୁକ୍ତ ହେବାକୁ ପଡ଼ିବ। ଆତ୍ମାନମ ମତ୍ପରାୟଣ, ତୁମର ଆତ୍ମା ମୋର ଅନୁଗତ ହବ। ତ ସର୍ବଦା ତୁମର ମନକୁ ମୋର ଚିନ୍ତାରେ ଲଗାଅ, ମୋର ଭକ୍ତ ହୁଅ, ମୋତେ ପ୍ରଣାମ କର, ମୋତେ ପୂଜା କର। ସମ୍ପୂର୍ଣ୍ଣ ରୂପେ ମୋ ଠାରେ ମଗ୍ନ ହେଲେ ତୁମେ ନିଶ୍ଚିତ ରୂପେ ମୋ ଠାକୁ ଆସିବ। ଭଗବାନ ପୁରା ଗ୍ୟାରେଣ୍ଟି ଦେଇକି କହିଲେ ଯେ ଏଗୁଡ଼ିକ ଆମକୁ କରିବାକୁ ପଡ଼ିବ। ହୁଁ। ତ ଯେ ଭଗବାନଙ୍କ କଥା ଗୁଡ଼ିକ ଏତେ ସିଧାସଳଖ କଥା, ଆମର କିଛି ବୁଦ୍ଧି ଖଟେଇବା ଦରକାର ନାହିଁ। ଭଗବାନ ଯାହା କହୁଛନ୍ତି ସେଇଟାକୁ ଯଦି ଆମେ ଦୈନନ୍ଦିନ ଜୀବନରେ ପାଳନ କରିବା, ତାହେଲେ ବାସ୍ ଆମର ଜୀବନ ସଫଳ ହେଇପାରିବ। ତ ଏଇ ଶ୍ଲୋକରେ ପରିଷ୍କାର ଭାବରେ କୁହାଯାଉଅଛି ଯେ ଏ ଦୂଷିତ ଭୌତିକ ଜଗତରୁ ଉଦ୍ଧାର ହେବାର ଏକମାତ୍ର ଉପାୟ ହେଉଛି ଏ କୃଷ୍ଣ ଭାବନା। ହୁଁ। ଏଇଟା ଶେଷ ଶ୍ଲୋକ ମନେ ହୁଏ, ଭଗବତ ଗୀତାର ନବମ ଅଧ୍ୟାୟର ଶେଷ ଶ୍ଲୋକ। ପ୍ରଭୁପାଦ ବହୁତ ବଡ଼ ତାତ୍ପର୍ଯ୍ୟ ଦେଇଛନ୍ତି ଏଇଟାକୁ। ଏଇ ଶ୍ଲୋକଟା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଆମେ ଶୁଣିଛେ ଭଗବତ ଗୀତା ହେଉଛି ଯେତେ ପ୍ରକାର ବୈଦିକ ଜ୍ଞାନ ଅଛି ତା ସାର କଥା ଭଗବତ ଗୀତା। ଆଉ ଭଗବତ ଗୀତାର 18ଟା ଅଧ୍ୟାୟ। ଏ 18 ଅଧ୍ୟାୟ ଯାହା ଜ୍ଞାନ ଦିଆହେଇଛି ତାର ସାର କଥା ହେଉଛି ପ୍ରଥମ ମଝିରେ 6ଟା ଅଧ୍ୟାୟ। ହଁ, ସପ୍ତମଠୁ 12 ଅଧ୍ୟାୟ। ଏ 6ଟା ଅଧ୍ୟାୟରେ ଯାହା କୁହାଯାଇଛି ତାର ସାର କଥା କୁହାଉଛି ଏଇ ନବମ ଅଧ୍ୟାୟ। ତ ଏଇଟାକୁ ରାଜ ବିଦ୍ୟା ରାଜଗୃହମ୍ ପବିତ୍ରମ୍ ଇଦମ୍ ଉତ୍ତମମ୍ ଏଟା କୁହାଉଛି। ଏଇଟା ଭଗବତ ଗୀତାରେ ଯୋଉ ଗୋପ୍ୟ ଗୁହ୍ୟତର ଗୁହ୍ୟତମ, ଏଟା ହେଉଛି ଗୁହ୍ୟତମ ଜ୍ଞାନ। ଆଉ ନବମ ଅଧ୍ୟାୟରେ ଯାହା କୁହାଯାଇଛି ତାର ସାର କଥା ଏଇ ନବମ ଅଧ୍ୟାୟର ଶେଷ ଶ୍ଲୋକ 34 ନମ୍ବର ଶ୍ଲୋକରେ କୁହାଯାଇଛି, ମନ୍ମନା ଭବ ମଦ୍ଭକ୍ତ ମଜ୍ଜାଜି ମାଂ ନମସ୍କୁରୁ ମାମେବ ଶଶି ଯୁକ୍ତୈବ ଆତ୍ମାନଂ ମତ୍ପରାୟଣଃ। এই ଶ୍ଲୋକଟା ଏତେ ଗୁରୁତ୍ୱପୂର୍ଣ୍ଣ, এই ଶ୍ଲୋକଟା ଦୁଇଥର ବର୍ଣ୍ଣନା କରାଯାଇଛି ଭଗବତ ଗୀତାର ଶେଷରେ। ଭଗବାନ କହିଛନ୍ତି ହଁ, ଭୂୟ ଏବ ମହାବାହୁ ଶୃଣୁ ମେ ପରମଂ ବଚ। ସେ ମହାବାହୁ ମୋର ପରମ କଥା ବର୍ତ୍ତମାନ ଶ୍ରବଣ କର। ସେଠି कृष्ण ମନ୍ମନା ଭବ ମଜ୍ଜାଜି ମାଂ ନମସ୍କୁରୁ, ସେ କଥା ଆବାର ପୁନର୍ବାର ବର୍ଣ୍ଣନା କରିଛନ୍ତି। ତାତ୍ପର୍ଯ୍ୟ ପ୍ରଭୁପାଦ କହୁଛନ୍ତି
ଏହି ଶ୍ଲୋକରେ ନିଶ୍ଚୟ। ପରିଷ୍କାର ଭାବରେ କୁହାଯାଇଛି ଯେ ଏ ଦୂଷିତ ଭୌତିକ ଜଗତରୁ ଉଦ୍ଧାର ହେବାର ଏକମାତ୍ର ଉପାୟ ହେଉଛି କୃଷ୍ଣ ଭାବନା। ବେଳେ ବେଳେ କେତେକ ଭାଷ୍ୟକାର ଏଠାରେ ପରିଷ୍କାର ଭାବରେ କୁହାଯାଇଥିବା ପ୍ରକୃତ ଅର୍ଥକୁ ବିକୃତ କରି ପକାନ୍ତି। ଭଗବତ ଗୀତାର ଭାଷ୍ୟ ବିଭିନ୍ନ ଲୋକ ଲେଖୁଛନ୍ତି। କିନ୍ତୁ ସମସ୍ୟାଟା ହେଉଛି କଣ? ଭଗବାନ କୃଷ୍ଣ ଏମିତି କଥା କହିଛନ୍ତି, ତାଙ୍କୁ ବାଙ୍କେଇ ବଙ୍କେଇକି ଯେ ଯେଉଁ ଭଳିଆ ଉପସ୍ଥାନ କରିବାର ସମ୍ଭାବନା ରହିଛି। ସେଥିପାଇଁ କଣ କରୁଛନ୍ତି ନା ଭଗବାନଙ୍କ କଥାକୁ ନେଇକି ଯାହାକୁ ଯୋଉ ଲାଇନଟା ଭଲ ଲାଗେ ସେ ସେଥିରେ ବ୍ୟବହାର କରୁଛି। ଯୋଗୀମାନେ ତାଙ୍କ ପ୍ରକାର କରୁଛନ୍ତି, ଜ୍ଞାନୀମାନେ ତାଙ୍କ ପ୍ରକାର କରୁଛନ୍ତି, ନିରାକରବାଦୀ ମାନେ ନିରାକାର ତାଙ୍କ ଭାବରେ ବ୍ୟାଖ୍ୟା କରୁଛନ୍ତି, ଭୌତିକବାଦୀ ମାନେ କର୍ମକାଣ୍ଡୀ ମାନେ ତାଙ୍କ କଥା କହୁଛନ୍ତି, ଚୋର ଭଣ୍ଡମାନେ ବି ତାଙ୍କ ଭଳିଆ ସେ ବ୍ୟବହାର କରୁଥିବେ। କିନ୍ତୁ ବ୍ୟାପାର ହଉଛି କଣ, ଆମକୁ ଦେଖିବାକୁ ପଡିବ ଯେ ଭଗବତ ଗୀତାର ଯେ ଭଗବାନ କୃଷ୍ଣଙ୍କର ଅନ୍ତିମ ଲକ୍ଷ୍ୟ ଏଇ ଜ୍ଞାନର ଯୋଉଟା ସେଇଟା କଣ? ହୁଁ? ସିଧା କହିଲେ ମନମନା ଭକ୍ତ ମଜ୍ଜାଜି ମାଂ ନମସ୍କାର। হরিবল। সবাই মিউট করা। হুম। ଏ କୁହାହେଲା ଯେ କଣ କରାଯିବ, ଏମାନେ ଯୋଉ ପ୍ରକୃତ ଅର୍ଥକୁ ବିକୃତ କରୁଛନ୍ତି, କାହିଁକି ନା ତାଙ୍କୁ ଯୋଉ ଲାଇନଟା ଭଲ ଲାଗୁଛି ସେଇଭଳିଆ ବ୍ୟାଖ୍ୟା କରିବେ। ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭଗବାନଙ୍କର ଆତ୍ମସମର୍ପଣ କରିବା। ତାର ଉପାୟଟି ଆମେ ଯଦି ଏକମାତ୍ର ଗୁରୁ ପରମ୍ପରା ବୈଷ୍ଣବ ଆଚାର୍ଯ୍ୟ ମାନଙ୍କଠୁ ଶୁଣିବା ତାହେଲେ ସେଭଳିଆ ବୁଝିବା ନା। ଜ୍ଞାନୀ ଯୋଗୀ ଆଧ୍ୟାତ୍ମିକ ପ୍ରଫେସର ରାଜନୀତିକ ନେତା ତାଙ୍କ ପାଖକୁ ଗଲେ ସେମାନେ ସମସ୍ତେ ଗୀତାର ଶ୍ଲୋକ ବ୍ୟବହାର କରୁଛନ୍ତି। କିନ୍ତୁ ଗୀତା ଶ୍ଲୋକ ବ୍ୟବହାର କରିବେ ସେ ଯୋଉ ମାର୍ଗଟା ଅନୁସରଣ କରୁଛନ୍ତି ସେ ମାର୍ଗକୁ ବୁଝେଇବା ପାଇଁ କି। କିନ୍ତୁ ଆମର କଣ ଦରକାର? ଆମର କି ଭୌତିକବାଦୀ ହେବା ଦରକାର, ନା ରାଜନୈତିକ ନେତା ହେବା ଦରକାର, ନା ନିରାକାର ବ୍ରହ୍ମକୁ ଯିବା ଦରକାର, ନା ସୁରକୁ ଯିବା ଦରକାର, ନା ତ ଦରକାର ନୁହଁ। ତାହେଲେ କଣ କରିବା ନା ଆମେ ଏଇ ଲାଇନରେ ଯୋଉ ଭାଷ୍ୟକାର ମାନେ ବୈଷ୍ଣବ ଆଚାର୍ଯ୍ୟ ମାନେ ଯୋଉ ଭାଷ୍ୟଟା ଦେବେ ଭକ୍ତିର ଅନୁକୂଳ ଭାଷ୍ୟ ହବ। ଯାହାର ବର୍ଣ୍ଣନା ଯାହାର ବ୍ୟାଖ୍ୟା ଶ୍ରବଣ କଲେ ଭଗବାନଙ୍କ ଚରଣରେ ଆମର କଣ ହବ ନା ଭକ୍ତି ଆସିବ। ସେ ସମସ୍ତ ସେବା ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିବା ଉଚିତ। ଦୁର୍ଭାଗ୍ୟର କଥା ଏଇ ଯେ ଭାଷ୍ୟକାର ମାନେ ପାଠକର ମନକୁ ଏଭଳି ଭାବେ ଅନ୍ୟତ୍ର ନେଇଯାଆନ୍ତି ଯାହାଫଳରେ ଅନ୍ୟ କୌଣସି ସେବା ଆଦୌ ସମ୍ଭବର ହୁଏ ନାହିଁ। ହଁ। ଏହି ପ୍ରକାର ଭାଷ୍ୟକାର ମାନେ ଜାଣନ୍ତି ନାହିଁ ଯେ କୃଷ୍ଣଙ୍କର ମନ ଏବଂ କୃଷ୍ଣଙ୍କର ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ସେମାନେ କଣ କରନ୍ତି କୃଷ୍ଣଙ୍କ ଭିତରେ ଗୋଟେ ପରମାତ୍ମା ରହିଛି ସେମାନେ ବୁଝାନ୍ତି। କିନ୍ତୁ କୃଷ୍ଣଙ୍କ ଭିତରେ କୌଣସି ପରମାତ୍ମା ନାହିଁ। କୃଷ୍ଣ ସ୍ଵୟଂ ଭଗବାନ। ଆମର ଯେମିତି ଆମର ଆତ୍ମା ଅଛି, ଶରୀର ଅଛି, ମନ ଅଛି, ସବୁ ଅଲଗା ଅଲଗା। କୃଷ୍ଣ ତ ପରମ ସତ୍ୟ ଆବସଲ୍ୟୁଟ ଟ୍ରୁଥ। ସେ ଜାଗାରେ ଅଲଗା ମନ, ଅଲଗା ଆତ୍ମା, ଅଲଗା ପରମାତ୍ମା ଏସବୁ ନାହିଁ। ସେଇଥିପାଇଁ ତ କହୁଛି ସଚ୍ଚିଦ ଆନନ୍ଦ ତାଙ୍କ ଶରୀରଟା। ଆମର ସେଟା ସଚ୍ଚିଦାନନ୍ଦ ନୁହଁ, ଆତ୍ମ ସଚ୍ଚିଦାନନ୍ଦ। ଭଗବାନ କୃଷ୍ଣଙ୍କ ଦ୍ୱାରା ଆତ୍ମାଟା ଯୋଉ ବସ୍ତୁ, ଶରୀରଟା ସେଇ ବସ୍ତୁ, ଆମ କ୍ଷେତ୍ରରେ ତା ନୁହଁ। ତ ଏଇ ଭାଷ୍ୟକାର ମାନେ ଜାଣନ୍ତିନି ଯେ କୃଷ୍ଣଙ୍କର ମନ କୃଷ୍ଣଙ୍କର ମଧ୍ୟ কোনো ପାର୍ଥକ୍ୟ ନାହିଁ। ଏଇଟା ଲୋକମାନେ କାହିଁକି ଏଇଭଳିଆ ମନେ କରନ୍ତି? ତ ସେମାନେ ଭାବନ୍ତି କୃଷ୍ଣ ଗୋଟେ ସାଧାରଣ ମଣିଷ, ଖୁବ୍ ଅସାଧାରଣ ମଣିଷ, ଅତି ମାନବ, ମହାପୁରୁଷ। ଶ୍ରୀକୃଷ୍ଣଙ୍କ ସାଧାରଣ ମାନବ ନୁହନ୍ତି, ସେ ପରମ ସତ୍ୟ, ପରମ ବ୍ରହ୍ମ। ହଁ, ସତ୍ୟମ ପରମ ଧୀମହି ଓମ୍ ନମୋ ଭଗବତେ ବାସୁଦେବାୟ କୁହାହେଲା ନା। ଭାଗବତ ପ୍ରଥମ ଲାଇନଟା କଣ? ଓମ୍ ନମୋ ଭଗବତେ ବାସୁଦେବାୟ। এই ବାସୁଦେବ କିଏ? ନା ବସୁଦେବ ପୁତ୍ର ବାସୁଦେବ। ସତ୍ୟଂ ବସୁଧମ ବସୁଦେବ ଶବ୍ଦିତ।
ତ ବସୁଦେବ ଭିତରେ ବାସୁଦେବ, ସେ କିଏ? ନା ପରମ ସତ୍ୟ, ସତ୍ୟମ ପରମ ଧୀମହି। ମୁଁ ତାଙ୍କର ଧ୍ୟାନ କରୁଛି, ଯାହାଠାରୁ ଜନ୍ମାଦ୍ୟସ୍ୟ, ଏ ଭୌତିକ ଜଗତ ଜନ୍ମ, ସୃଷ୍ଟି, ପାଳନ, ପ୍ରଳୟ ହେଉଛି। ଜନ୍ମାଦେଶ ଯତ ଅନ୍ନୟାଦ ଇତରତ ଆର୍ଥେଷୁ ଅଭିଜ୍ଞ ସ୍ୱରାଟ୍, ତେନ ବ୍ରହ୍ମ ହରିଦାସ ଆଦି କବୟ ମୁହ୍ୟନ୍ତି ଯତ ସୁରୟ। ଭାଗବତର ପ୍ରଥମ ଶ୍ଲୋକରେ କଥା ବର୍ଣ୍ଣନା କରାହେଲା। ପରମ ବ୍ରହ୍ମ ପରମ ଧାମ ପବିତ୍ରମ ପରମମ୍ ଭବାନ। ହଁ, ଦେବକୀ ପୁତ୍ର ପରମ ବ୍ରହ୍ମ, ଏଇ ଶ୍ରୁତି ଶାସ୍ତ୍ର ସବୁ ଜାଗାରେ ଏ କଥା କୁହାଯାଉଛି। ତେବେ ବି ଭଗବାନଙ୍କର ମାୟା ଶକ୍ତି ଏତେ, ଅ, ମାୟା ଏତେ ଶକ୍ତିଶାଳୀ, ତବେ ବି ଆମ ମନକୁ ବିଭ୍ରାନ୍ତ କରୁଛି। ବୁଝିପାରିଲେ? ତ ଭଗବାନଙ୍କର ଶରୀର, ମନ ଏବଂ ସେ ନିଜେ ଏସବୁ ଏକ, ଅଲଗା ନୁହନ୍ତି। ଏଇଟା ବୁଝିବାକୁ ପଡିବ। ଏଇଟାକୁ ବୁଝିଲେ ଆଉ କିଛି ସନ୍ଦେହ ରହିବନି। କେମିତିକା ଶରୀର, ମନ, ଏସବୁ ବୁଝିବା ବଡ ମୁସ୍କିଲ। এটা কর্ম পুরাণে বর্ণনা করা হয়েছে। শ্রীল ভক্তিনাথ ঠাকুর গোস্বামী মহারাজ চৈতন্য চরিতাମৃতের ଅନୁଭାଷ୍ୟରେ ପଞ୍ଚମ ଅଧ୍ୟାୟର ଆଦି ଶ୍ଲୋକ, ଆଦି ଲୀଳା ଶ୍ଲୋକ 41ରୁ 48ରେ କହିଛନ୍ତି, ହଁ, ଦେହ ଦେହି ଭେଦ ଅୟଂ ନ ଈଶ୍ୱରେ ବିଦ୍ୟତେ କ୍ୱଚିତ୍। ଏହାର ଅର୍ଥ ହଉଛି ଦେହ ଦେହି ଭେଦ ଅୟଂ ନ ଈଶ୍ୱରେ ବିଦ୍ୟତେ। ଈଶ୍ୱର କ୍ଷେତ୍ରରେ ଏଇଟା ନାହିଁ। ଦେହ আর ଦେହି, ଦେହ ଭିତରେ ଯୋଉ ରହିଛି ଆତ୍ମା, ଦେହିନସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା। ଏ ଦେହର ମধ্যে ଦେହି ଅଛି, ଆତ୍ମା ଅଛି ଆମର କ୍ଷେତ୍ରରେ। କିନ୍ତୁ ଭଗବାନ କ୍ଷେତ୍ରରେ ଦେହ ଦେହି ଏ ଭେଦ, ହଁ, ନ ଈଶ୍ୱରେ, ଈଶ୍ୱର କ୍ଷେତ୍ରରେ ନାହିଁ। ଏହାର ଅର୍ଥ ହେଉଛି ଭଗବାନ ଶ୍ରୀକୃଷ୍ଣ ନିଜେ ଏବଂ ତାଙ୍କ ଶରୀର ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। କିନ୍ତୁ ଏଇ ଭାଷ୍ୟକାର ମାନେ କୃଷ୍ଣ ବିଜ୍ଞାନ ଭଲ ଭାବରେ ଜାଣିନଥିବାରୁ ସେମାନେ ଶ୍ରୀକୃଷ୍ଣଙ୍କୁ, ହଁ, ଲୁଚାନ୍ତି। ତାଙ୍କର ବ୍ୟକ୍ତିତ୍ୱକୁ ତାଙ୍କର ମନର, ତାଙ୍କର ମନ ଶରୀରଠୁ ଅଲଗା ଅଲଗା କରି ପକାନ୍ତି। ଶ୍ରୀକୃଷ୍ଣଙ୍କୁ ଲୁଚାନ୍ତି କି ଭାବେ? ନା ତାଙ୍କର ବ୍ୟକ୍ତିତ୍ୱକୁ ତାଙ୍କ ମନ ସହିତ ଅଲଗା କରନ୍ତି। ଏଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ, ଆମକୁ ବୁଝିବାକୁ ପଡ଼ିବ। ଯଦିଓ କୃଷ୍ଣ ବିଜ୍ଞାନ ସମ୍ବନ୍ଧରେ ଏହା ସେମାନଙ୍କର ନିପଟ ଅଜ୍ଞତା, ତଥାପି କେତେକ ଲୋକ ସାଧାରଣ ଲୋକଙ୍କୁ ପଥ ଭ୍ରାନ୍ତ କରାଇ ଫାଇଦା ଉଠାନ୍ତି। ଠିକ ଅଛି, ଆଜି ଆମେ ଏ ପର୍ଯ୍ୟନ୍ତ ପାଠ କରିଲେ। ତ ଏଇଟା ହଉଛି ନବମ ଅଧ୍ୟାୟ ଶେଷ ଶ୍ଲୋକ। ବହୁତ ଲମ୍ବା ତାତ୍ପର୍ଯ୍ୟ ରହିଛି। ଆମେ ପ୍ରତିଦିନ କିଛି କିଛି ତାତ୍ପର୍ଯ୍ୟ ଶ୍ରବଣ କରିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, হরে রাম হরে রাম 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 হরে হরে। বলুন মঙ্গলময় প্রভু কি বলছেন? হরে কৃষ্ণ মহারাজ, দণ্ডবত প্রণাম। মহারাজ, শ্রীমদ ভগবত গীতায় এই যে গুহ্যতর এবং গুহ্যতম জ্ঞান বলা হয়েছে মহারাজ, তো গুহ্য জ্ঞান হচ্ছে আত্মজ্ঞান, আর গুহ্যতর হচ্ছে পরমাত্মা জ্ঞান, আর গুহ্যতম হচ্ছে ভগবান জ্ঞান, মানে ভগবান সম্পর্ক জ্ঞান। আর সর্বগুহ্যতম মহারাজ এই মানে ভগবত ভক্ত মহারাজ, মানে ভগবত ভক্তি করে নাকি মহারাজ? না না না, সর্বগুহ্যতম মানে এই তিনটার মধ্যে যেটা গুহ্যতম, সেটাକୁ ମୁଁ ତୁମକୁ ପୁନର୍ବାର କହୁଛି। ଏଟାକୁ ସର୍ବଗୁହ୍ୟତମ ଭୂୟ ଶୃଣୁମମ୍ ପରମମ୍ ବଚ। গুহ্য গুহ্যতর গুহ্যতম গুহ্যতমটাকে আমি আরো পুনর্বার তোমাকে বলছি। এটা চতুর্থ স্টেজ নয়, ঠিক আছে? হুম। আচ্ছা, আচ্ছা। আপনি প্রথম স্থান অধিকার করেছেন, প্রথম দ্বিতীয় তৃতীয়, ঠিক আছে? তো তিনজনের মধ্যে প্রথম, সে কি আরেকটা স্থান হলো না? তার তিনজনের মধ্যে একজন হলো গুহ্য গুহ্যতর গুহ্যতম। তার ভিতরেই বলা হচ্ছে সর্ব, আর রিপিট করে বলে, যেহেতু এটা অত্যন্ত গুরুত্বপূর্ণ বিষয়, সেই জন্য এটাকে আরোবার রিপিট করে বলছে। ঠিক আছে? হ্যাঁ মহারাজ, বুঝেছি। ওকে, অনেক চৈতন্য ধন্যবাদ। চৈতন্য আমার পাঠ করে শ্রবণ করবে ওখানে।
মহাপ্রভু গিয়ে পুরীতে পৌঁছে গেছেন, সার্বভৌম আচার্যের বাড়িতে পৌঁছে গেছেন। সেখানে গিয়ে সব নিত্যানন্দ প্রভু, জগদানন্দ, মুকুন্দ, দামোদর পণ্ডিত যারা পিছনে পড়ে গেছিল তারা এসে মিলিত হয়েছেন। সার্বভৌমদের বাড়িতে সব খাওয়া দাওয়া হয়ে গেছে। হম। গোপীনাথ আচার্যের কহে সার্বভৌম, গোসাইর জানিতে চাহে কাহা পূর্ব আশ্রম। তাহলে সে গোপীনাথ আচার্য যেহেতু আগে থেকে জানতো এনাদেরকে, তাই তাকে সার্বভৌম জিজ্ঞেস করছে, আমি এই সন্ন্যাসীর পূর্ব আশ্রম কোথায়, কি ব্যাপার জানতে চাইছি। পূর্ব আশ্রম কথাটি হচ্ছে জীবনের পূর্ববর্তী অবস্থা। হুম, আমরা যেরকম আহ, পূর্ব আশ্রম, ব্রহ্মচর্য আশ্রম, গৃহস্থ আশ্রম, সন্ন্যাস আশ্রম। তো ব্রহ্মচর্য হয়েছে কিংবা গৃহস্থ সন্ন্যাস হয়েছে, তার পূর্বের আশ্রমটা কোথায়, অর্থাৎ গৃহস্থ ভাবে তিনি কোথায় অবস্থান করেছিলেন। ভক্তগণ কখনো কখনো এই গৃহস্থ আশ্রম থেকে সন্ন্যাস আশ্রম গ্রহণ করেন, আবার কখনো কখনো কেউ ব্রহ্মচর্য আশ্রম থেকে সন্ন্যাস গ্রহণ করেন। গৃহস্থ রূপে শ্রী চৈতন্য মহাপ্রভু পূর্বাশ্রমের কথা সার্বভৌম ভট্টাচার্য জানতে চেয়েছিলেন। গোপীনাথ আচার্য কহে নবদ্বীপে ঘর, জগন্নাথের নাম পদবী মিশ্র পুরন্দর। তো গোপীনাথ আচার্য পরিচয় করে দিয়েছেন যে এর বাড়ি হচ্ছে নবদ্বীপ, আর জগন্নাথ নামে এক ব্যক্তি ছিলেন, জগন্নাথের নাম, আর তার পদবী ছিল মিশ্র পুরন্দর। ঠিক আছে। এক ব্যক্তি ছিলেন যার নাম ছিল, নিবাস ছিল নবদ্বীপে, আর তার পদবী ছিল মিশ্র পুরন্দর। বিশ্বম্ভর নাম ইহার, তার ইহ পুত্র নীলাম্বর চক্রবর্তী হয় না দহিত্র। এই যে বিশ্বম্ভর, এর নাম ছিল বিশ্বম্ভর পূর্বাশ্রমে। এ তার পুত্র ছিল, কার, জগন্নাথ মিশ্রের পুত্র ছিল। হ্যাঁ, এবং তিনি হচ্ছেন নীলাম্বর চক্রবর্তীর দহিত্র, তার কন্যার পুত্র। দহিত্র নীলাম্বর চক্রবর্তী। সার্বভৌম কহে নীলাম্বর চক্রবর্তী, বিশারদের সমাধ্যায়ী, এই তার খ্যাতি। সর্বভট্টাচার্য উনি মানে নীলাম্বর চক্রবর্তী জানতেন। তা মহাপ্রভুর মার বাবা সতী মাতা পিতাকে জানতেন নীলাম্বর চক্রবর্তী। তো বললেন নীলাম্বর চক্রবর্তী ছিলেন আমার পিতা মহেশ্বর বিশারদের সহপাঠী। আচ্ছা, তাহলে সার্বভৌম ভট্টাচার্যের পিতা ছিলেন মহেশ্বর বিশারদ। এখানে শুধু বিশারদের কথা বর্ণনা হবে, বিশারদের সমাধ্যায়, মানে তার সঙ্গে অধ্যয়ন করছিলেন। তো এটাকে প্রভুপাদ সুস্পষ্ট করে বললেন, কোন বিশারদ? অনেক বিশারদ আছে, এখানে মহেশ্বর বিশারদ উনার বাবা। হ্যাঁ, সারুম ভট্টাচার্যের বাবা মহেশ্বর বিশারদের সহপাঠী ছিলেন। সেই সূত্রে আমি তার সঙ্গে পরিচিত ছিলাম, জানাশোনা ছিল। বিশ্ব পুরন্দর তার মান্য হেন জানি, পিতার সম্বন্ধে দুহাকে পূজ্য করি মানি। জগন্নাথ মিশ্র পুরন্দরকে আমার পিতা খুব শ্রদ্ধা করতেন। আহ, আমার পিতা যে মহেশ্বর বিশারদ, জগন্নাথ মিশ্রকে শ্রদ্ধা করতেন। আমার পিতার সঙ্গে সম্পর্কিত হওয়ার ফলে আমি জগন্নাথ মিশ্র ও নীলাম্বর চক্রবর্তী উভয়কেই আমার পূজ্য বলে মানতাম। নদিয়া সম্বন্ধে সার্বভৌম হৃষ্ট হইলা, মৃত হইয়া গোসাইঁরে কহিতে লাগিলা।